ମାହାଙ୍ଗାରେ ଧୀରେ ଧୀରେ ଉଷ୍ମତା ହେଉଛି ରାଜନୈତିକ କ୍ଷେତ୍ର। ମାହାଙ୍ଗାରେ ମଞ୍ଚ ଉପରୁ ବିଜେଡି ନେତା ପ୍ରତାପ ଜେନା ଓ ସ୍ୱାଧୀନ ବିଧାୟକ ଶାରଦା ପ୍ରଧାନଙ୍କ ମଧ୍ୟରେ ଆକ୍ଷେପ ପ୍ରତ୍ୟାକ୍ଷେପକୁ ନେଇ ମାହାଙ୍ଗାରେ ରାଜନୀତିରେ ଉଷ୍ମତା ବଢ଼ିବାରେ ଲାଗିଛି। ଗାନ୍ଧୀ ଜୟନ୍ତୀରେ ପ୍ରତାପ ଜେନା ତାଙ୍କର ନିରବତା ଭାଙ୍ଗି ବିଜେଡିର ଜନସମ୍ପର୍କ ଆଳରେ ଶକ୍ତି ପ୍ରଦର୍ଶନ କରିଥିଲେ। କଇଥା ପଞ୍ଚାୟତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ମାହାଙ୍ଗାର ସ୍ୱାଧୀନ ବିଧାୟକଙ୍କୁ ପିସିଖିଆ ନେତା ପୁରୁଣା କାମକୁ ଶିଳାନ୍ୟାସ କରୁଥିବା ଓ ଉନ୍ନୟନ କାର୍ଯ୍ୟକୁ ବନ୍ଦ ରଖୁଥିବା ସିଧାସଳଖ ଟାର୍ଗେଟ କରିଥିଲା ବେଲେ ଗୁରୁବାର ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ପଞ୍ଚାୟତର ଏକ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନାଙ୍କୁ ପାଗଳ ବିଲୁଆ କ୍ଷମତାରୁ ଯିବା ପରେ ବାଉଳୁଛନ୍ତି ବୋଲି କଡ଼ା ଭାଷାରେ ଆକ୍ଷେପ କରିଛନ୍ତି ସ୍ୱାଧୀନ ବିଧାୟକ ଶାରଦା ପ୍ରଧାନ, ଯାହାକୁ ନେଇ ଏବେ ମାହାଙ୍ଗା ରାଜନୀତିରେ ଉଷ୍ମତା ଧୀରେ ଧୀରେ ବଢ଼ିବାରେ ଲାଗିଛି। जो कम आम नेता नवीन पट्टनायक प्रत्येक पंचायत को आम ओडिशा नवीन ओडिशा 50 लाख टंका देते गाँव लोक मैंने प्रस्ताव देते से प्रस्ताव अनुसार प्रोजेक्ट दि जाता टंका सांसन आसी काम हो पारे आम निर्वाचन मंडली विकास पूरा ठप पूरा बंद हो बिलुआ पगड़ा कौन कर गोटा पागड़ा बिलुआ माती जानते प्रताप जेना पागड़ा बिलुआ जन माती सी खाली भुकुच जीवन में हारिबार 4 मास पर मोटा वीडियो देखिला कहीं कौची मुझे लू स्टॉक करवा लोक मांगारे पागड़ा बिलुआ माती एटा समस्त जहाँ फोन अच्छी क्या ना कहबेनी आज समस्त सोशल मीडिया लिखे मांगारे पागड़ा बिलुआ माती तार कारण है 4 मास पूर्वतन विधायक खाली गोटा 20 मिनिट भाषण शुणी तादेर से कहले ओडिशा मुख्यमंत्री हेले नवीन पट्टनायक भाषण शुणे जदि आप धैर्य था बहु भाषण देले भाषण दे कहले जहाँ कर केवल एक मात्र